ଆମେ କାହାଣୀଟି ଏବେ ଆରମ୍ଭ କରିବା। ସୁନା ଚଢ଼େଇର କାହାଣୀ। ଚାଲନ୍ତୁ ଦେଖିବା ଭିଡ଼ିଓଟି କେମିତି ହେଇଛି, ଗପଟି। ଚ୍ୟାନେଲଟି ଭଲ ଲାଗିଲା ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିବା। ଗୋଟେ ଛୋଟ ଗାଁ ଥିଲା। ଗାଁରେ ଜଣେ ଲୋକ ଥିଲା, ତା ନାଁ ଥିଲା ବିଶ୍ୱନାଥ ବୋଲି। ଗୋଟେ ବୁଢ଼ା ଚାଷୀ ରହୁଥିଲା। ଗାଁରେ ବହୁତ ଦରିଦ୍ର ହେଲେ ମଧ୍ୟ ସତ୍ୟବାନୀ ସହଜ ଦୟାଳୁ। ଗାଁ ଲୋକ ସଦା କହୁଥିଲେ ବିଶ୍ୱନାଥ ପାଖରେ ଧନ ନାହିଁ, କିନ୍ତୁ ସେଥିରେ ପବିତ୍ର ମନ ଅଛି। ଗାଁ ଲୋକ କହୁଥିଲେ ବିଶ୍ୱନାଥ ପାଖରେ ସିନା ଧନ ନାହିଁ, କିନ୍ତୁ ପବିତ୍ର ମନଟି ଅଛି। ଏକ ଦିନ ବିଶ୍ୱନାଥ ବିଲରୁ ଆସୁଥାଏ। ଫେରୁଥିବା ବେଳେ ବିଶ୍ୱନାଥକୁ ରାସ୍ତାରେ ଗୋଟେ ଆହତ ପକ୍ଷୀ ଦେଖିଲା। ଯେଉଁ ପକ୍ଷୀଟା ଆହତ ହେଇଯାଇଛି, କି କେଉଁଠି ବାଡ଼େଇ ହେଇଗଲା, ତାର ଡେଣା ଭାଙ୍ଗି ଯାଇଛି ପକ୍ଷୀଟିର। ଗାଁର ଲୋକମାନେ କହିଲେ ଛାଡ଼ିଦିଅ, ପକ୍ଷୀଟି ମରିଯିବ। କିନ୍ତୁ ବିଶ୍ୱନାଥ ପାଣି ଆଉ ଖାଦ୍ୟ ଦେଲା। ପକ୍ଷୀଟିକୁ ବିଶ୍ୱନାଥ ଉଠେଇଲା ଆଉ ଘରକୁ ନେଇଗଲା, ଆଉ ଖାଇବାକୁ ପାଣି ଦେଲା ପକ୍ଷୀଟିକୁ ବଞ୍ଚାଇବା ପାଇଁ। କିଛି ଦିନ ପରେ ପକ୍ଷୀଟି ସୁସ୍ଥ ହୋଇଗଲା, ଆକାଶରେ ଉଡ଼ିଗଲା। ବିଶ୍ୱନାଥ କିଛି ସପ୍ତାହ ପରେ ଭୟଙ୍କର ଝଡ଼ ଆସିଲା। କିଛି ସପ୍ତାହ ପରେ ଗାଁକୁ ଭୟଙ୍କର ଝଡ଼ ଆସିଲା। ଗାଁର ଘର, ଫସଲ, ଗଛ ସବୁ ନଷ୍ଟ ହୋଇଗଲା। ପବନ ଏତେ ଜୋର ହେଲା ଯେ ଗାଁରେ ଫସଲ, ଘର ସବୁ ନଷ୍ଟ ହୋଇଗଲା। ବିଶ୍ୱନାଥ ଛୋଟ ଘରଟିଏ ମଧ୍ୟ ଭାଙ୍ଗିଗଲା। ବିଶ୍ୱନାଥ ଛୋଟ ଘରଟିଏ, ଚାଳ ଘରଟିଏ ବିଶ୍ୱନାଥର ଥିଲା, ସେଇଟା ବି ଭାଙ୍ଗିଗଲା। ସେ କାହାକୁ ସହାୟତା ପାଇଁ ପାଇଲାନି, କାହାକୁ ସାହାଯ୍ୟ ମାଗିବ କାହାକୁ ପାଇଲାନି। ହଠାତ୍ ସେଇ ସମୟରେ ସୁବର୍ଣ୍ଣ ପକ୍ଷୀଟା ଫେରିଲା। ଯେଉଁ ପକ୍ଷୀଟା ସେ ବଞ୍ଚେଇଥିଲା, ସେ ଉଡ଼ିକି ଯାଇଥିଲା, ସେଇ ପକ୍ଷୀଟା ବିଶ୍ୱନାଥ ପାଖକୁ ଫେରିଲା। ହଠାତ୍ ସେହି ପକ୍ଷୀଟି ଆସି, ସାଧାରଣ ପକ୍ଷୀ ନୁହେଁ ସୁବର୍ଣ୍ଣ ପକ୍ଷୀ, ସେ କହିବ। ପକ୍ଷୀଟି ଆସି ବିଶ୍ୱନାଥ କହିଲା, ମୁଁ ସାଧାରଣ ପକ୍ଷୀ ନୁହେଁ, ସୁବର୍ଣ୍ଣ ପକ୍ଷୀ। ତୁମେ ମୋତେ ବଞ୍ଚେଇଥିଲ, ଆଜି ମୁଁ ତୁମର ଉପକାର ଫେରେଇବି। ତୁମେ ମୋତେ ସିନା ହେଲ୍ପ କରିଥିଲ, ବଞ୍ଚେଇଥିଲ, ଆଜି ମୁଁ ତୁମକୁ ଉପକାର ଆଜି ଫେରେଇବି। ସୁବର୍ଣ୍ଣ ପକ୍ଷୀ ବିଶ୍ୱନାଥକୁ ଆକାଶରେ କିଛି ସୁବର୍ଣ୍ଣ ରଙ୍ଗ ଛାଟିଦେଲା ଆକାଶରେ। କିଛି ଦିନ ପରେ ସେଥିରୁ ସୁନାର ଧାନ ଉଗିଲା। ମାନେ ପକ୍ଷୀଟି କିଛି ସୁବର୍ଣ୍ଣ ପାଣି ଟାଇପ୍ର କିଛି ଛାଟିଦେଲା ଆକାଶରେ। ତାର ବହୁତ ଦିନ ପରେ ସେଥିରୁ ସୁବର୍ଣ୍ଣ ଧାନ ଉଗିଲା। ଯେଉଁ ଧାନ ଆମର ଗଛ ହେଉଛି, ସେଇ ହିନ୍ତା ଧାନ ଉଠିଲା, ପୁରା ସୁବର୍ଣ୍ଣ କଲର। ବିଶ୍ୱନାଥ ଧନୀ ହେଇଗଲା। ତଥାପି ସେ ପୁରୁଣା ବୋଲି ସହଜ, ଦୟାଳୁ, ଦାନଶୀଳ ହୋଇ ରହିଲା। ତା ପାଖରେ ପଇସା ହେଇଗଲା ବିଶ୍ୱନାଥ ପାଖରେ, କିନ୍ତୁ ସେ ଯେମିତି ଥିଲା, ମାନେ ଯେତେବେଳେ ସେ ଗରିବ ଥିଲା, ସେମିତି ସେ ରହୁଥିଲା। ଏଇ କଥାର ଆକ୍ଚୁଆଲି ମିନିଂ ଏହା ଯେ ଭଲ ମନ କେବେ ନଷ୍ଟ ହୁଏ ନାହିଁ, ତାର ଫଳ ନିଶ୍ଚିତ ଭାବରେ ଫେରିଥାଏ। ଆପଣ ଭଲ କାମ କରୁଛନ୍ତି, ତା ଫଳ ଆପଣଙ୍କୁ ନିଶ୍ଚିତ ଭାବରେ ମିଳିବ। ସମୟ ଲାଗିବ, ନିଶ୍ଚିନ୍ତ ଭାବେ ମିଳିବ। ଏଇ ଗପର ସାକ୍ଷର ଥିଲା ଏହା। ଯଦି ଚ୍ୟାନେଲଟି ଭଲ ଲାଗିଥିବ, ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିବେ।